ମାନେ ଆଜି ତ ସଣ୍ଡେ ସଣ୍ଡେରେ ଆପଣଙ୍କର କ'ଣ ସବୁ ହେଇଛି କମେଣ୍ଟରେ ଜଣେଇବେ। ଚାଲନ୍ତୁ ଆମର ସଣ୍ଡେରେ କ'ଣ ହେଇଛି ଦେଖିବା। ଆମର ସାଧା ଆଉ ଆଇଁଷ ଦିଆଡ଼ୁ ହୁଏ, କାହିଁକିନା ସେ ଆମର ସାଧା ଖାଆନ୍ତି, ରବିବାର ଦିନ ଆଇଁଷ ଖାଆନ୍ତିନି, ମୁଁ କିନ୍ତୁ ଖାଏ। ଦେଖିବା, କଥାବାର୍ତ୍ତା ବହୁତ ହେଇଗଲା, ଚାଲନ୍ତୁ ଦେଖିବା କ'ଣ କ'ଣ ହେଇଛି। ଉଷୁନା ଭାତ, ଆଜି ବହୁତ ଶୀଘ୍ର ଭାତଟା ହେଇଯାଇଥିଲା କାହିଁକିନା ଥଣ୍ଡା ହେଇଗଲାଣି। ଡାଲିଟା ସାଙ୍ଗମାନେ ଆଜି ନୁହଁ କାଲି ହେଇଥିଲା, ଏତିକି ବଳିଥିଲା ତାଙ୍କ ପାଇଁ ରଖିଦେଇଛି। ଆଜି ଗୋଟେ ବଢ଼ିଆ ଜିନିଷ କରିଛି ସାଙ୍ଗମାନେ, ଦେଖନ୍ତୁ ଗୋଟେ ସନ୍ତୁଳା କରିଛି। ଖଡ଼ା କଖାରୁ ଆଉ ଟିକେ ଚଣା ଡାଲି ପକାଇ ଦେଇକି ବଢ଼ିଆକି ଗୋଟେ ସନ୍ତୁଳାଟେ ବାଗେଇକି କରିଛି। ଦେଖନ୍ତୁ ପୁରା ତା ଲୁକ୍ଟା ଦେଖିଲେ ସାଙ୍ଗମାନେ, ରସୁଣ ପିଆଜ ଖାଲି ଫୁଟେଇଛି ଆଉ କିଛି ନାହିଁ, ଖଡ଼ା ଟିକେ ପକାଇ ଦେଇଛି, ବାସ୍ ପୁରା ବାସ୍ନା ମହମ ଆସୁଛି। ଆଉ ଏଇଟା ସାଙ୍ଗମାନେ ଖଡ଼ାଟା କାଲିର, ଦହି ଖଡ଼ା ବନେଇଥିଲି, ଏଇଟା କାଲିର। ଆଜି ବିଶେଷ କିଛି ବନା ହେଇନି, ଏଇ ଭେଣ୍ଡିଟା ଆଜି ଭାଜିଛି, ସନ୍ତୁଳାଟା ବି ଆଜି କରିଛି। ଆଉ ଏଇଟା ସାଙ୍ଗମାନେ ଜାଣିଛନ୍ତି ଆମର ତ ସାଲାଡ଼, ଆଜି ଟମାଟୋ ନାହିଁ, ଖାଲି କାକୁଡ଼ି ଆଉ ଗାଜର ପକାଇକି କରିଦେଇଛି। ଆଉ ଏଇଟା ତ ଜାଣିଛନ୍ତି, ଆଉ ଆମ୍ବ ସରିବା ପର୍ଯ୍ୟନ୍ତ ଆମ୍ବ ଖିଆ ହେବ। ଆଉ ସଣ୍ଡେ ସ୍ପେଶାଲ ଏଇଟା ହେଇଛି, ଦେଖିବା ଏଇଟା କ'ଣ ହେଇଛି। ଏଇଟା ସାଙ୍ଗମାନେ ଚିକେନ୍ ଚିଲ୍ଲି ହେଇଛି, କାହିଁକିନା ମୁଁ କଲର୍ ଦେଇନି, ତା ଲୁକ୍ଟା ଦେଖନ୍ତୁ କେମିତି ହେଇଛି। ଟିକେ ଗ୍ରେଭି କରିଛି, ଆଉ ଚିକେନ୍ ତରକାରୀ କି ଚିକେନ୍ କଷା, ଚିକେନ୍ ଭଜା ଯାହା କଲେ ବି ସାଙ୍ଗମାନେ ମୁଁ ଖାଏନି, କିନ୍ତୁ ଚିକେନ୍ ପକୋଡ଼ା ହେଉ ଚିଲ୍ଲି ହେଉ କଲା ମାନେ ମୁଁ ଟିକେ ଖାଏ। ସେଥିପାଇଁ ଆଜି ଟିକେ ଗ୍ରେଭି କରିଛି, ଗରମ ଭାତ ସାଙ୍ଗରେ ଖିଆ ହେବ। ତା ଲୁକ୍ଟା ଦେଖନ୍ତୁ କେମିତି ହେଇଛି, କମେଣ୍ଟରେ ଜଣେଇବେ। ଦେଖନ୍ତୁ ସାଙ୍ଗମାନେ, ରହିଲି ସାଙ୍ଗମାନେ।